ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ। ଜୟ ଜଗନ୍ନାଥ। ମନରେ ଗୋଟେ ପ୍ରଶ୍ନ ଆସେ, କୌଣସି ଦେବୀ ଦେବତାଙ୍କ ପାଖରେ ଗୋଟେ ଡେଜିନେସନ୍ ବା ଗୋଟେ ଆଡଜେକ୍ଟିଭ୍ ବା ଗୋଟେ ଅଳଙ୍କାର ହିସାବରେ ସ୍ୱାମୀ ଶବ୍ଦ ରହେନି, କିନ୍ତୁ ଜଗନ୍ନାଥଙ୍କ ପାଖରେ କାହିଁ ସ୍ୱାମୀ ଶବ୍ଦ ରହେ? କେବେ ତର୍ଜମା କରିଛନ୍ତି ଆପଣମାନେ? କାହିଁକି ନା ସେ ହେଉଛନ୍ତି ପ୍ରକୃତିରେ ସମସ୍ତଙ୍କର ସ୍ୱାମୀ, ଆଉ ଆମେ ସମସ୍ତେ ହେଉଛୁ ତାଙ୍କ ସ୍ତ୍ରୀ। ଅର୍ଥାତ୍ ସିଏ ମାନେ ପୁରୁଷ, ଆମେ ସମସ୍ତେ ହେଉଛୁ ନାରୀ। ତ ଏ କଥାକୁ ଆମେ ଗବେଷଣାତ୍ମକ ଭାବରେ ଚିନ୍ତା କରିବା, ବ୍ୟାଖ୍ୟା କରିବା ଆଉ ବୁଝିବାକୁ ଚେଷ୍ଟା କରିବା। ତ ଜୀବ ସର୍ବଦା ହେଉଛି ସ୍ତ୍ରୀ, ପରମ ହେଉଛି ସର୍ବଦା ପୁରୁଷ। ତ ପରମ ପୁରୁଷ ପରମାତ୍ମା ଆମେ ଈଶ୍ୱରଙ୍କୁ କହୁ, ସେ ଜଗନ୍ନାଥ ହୁଅନ୍ତୁ ବା ଯେ କେହି ହୁଅନ୍ତୁ, ଆଲ୍ଲାହ ହୁଅନ୍ତୁ, ଯୀଶୁ ହୁଅନ୍ତୁ, ଯିଏ ହୁଅନ୍ତୁ ନା କାହିଁକି। ଆଉ ଜୀବ, ଯାହାକୁ ଆମେ ଜୀବାତ୍ମା କହୁ। ଜୀବ ଆସିଛି ଯିବା ପାଇଁ। ତ ଜୀବ କେଉଁଠୁ ଆସିଛି ଆଉ କେଉଁଠିକି ଯିବ? ତ ଜୀବ ଆସିଛି କେଉଁଠିକି ନା ପୃଥିବୀ ପୃଷ୍ଠକୁ। ଜୀବ ପୁଣି ସେ ପରମ ଧାମକୁ ଯିବ। ଅର୍ଥାତ୍ ଜୀବ ପରମଠୁ ଆସିଛି ଆଉ ପରମରେ ବିଲୀନ ହେବ। ଯଦି ଆପଣଙ୍କୁ ଏଇଟା ଭଲ ଲାଗିଥାଏ, ଗୋଟେ ଲାଇକ୍ ନିଶ୍ଚୟ କରିବେ। ଆଉ ଜୟ ଜଗନ୍ନାଥ କହିବାକୁ କେବେ ଭୁଲିବେନି। ରହୁଛି, ଜୟ ଜଗନ୍ନାଥ।